ନା ନା 2,17,000 ସେତେବେଳେ 56,000 1,00,000 ଦେବେ ନା ପଇସା ଦେବେ ନା? ନା ସ୍କୋର ମୁଁ କହିଲି ପଇସା ଦେବେ। 29ଟା ଡାଇମଣ୍ଡ। ନମସ୍କାର କର। ନମସ୍କାର 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 ସାଙ୍ଗମାନେ। ନମସ୍କାର ସାଙ୍ଗମାନେ। ଭଲ କି ହାତ ଯୋଡ଼ିକି ହାତ ଯୋଡ଼ିକି କର। ନମସ୍କାର ସାଙ୍ଗମାନେ। ନମସ୍କାର ସାଙ୍ଗମାନେ। ଆପଣମାନଙ୍କୁ ଆମର ଆଉ ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ଆଉ ନୂଆ ଭିଡ଼ିଓ ଟୋଟାଲ ଛଡ଼ା ହେଇନି, ଗୋଟେ ଗୋଟେ କହିକି ସଫାଏ ଭିଡ଼ିଓ ଛଡ଼ା ହେଇନି, ଗୋଟେ ଛଡ଼ା ଛାଡ଼ିକି ଏଇ ନାକଟାକୁ ଚିପି ଦେବି, ଏକାବେଳେ ନାକଟାକୁ ଚିପି ଦେବି। ଚୁରରକ ଛର ହେଇକି ଆଇଛି, ଚୁରରକ ଦେଖାଯାଉଛି। ବାପାକୁ କହିବା ଆଉ ସେଠିକି ନେଇକି ଯିବେନି ହେଲା। ନା ଆଗକୁ ଯଦି ଖାଲି କାଟି ଦଉଛି। ଆଗ ଯଦି ଛୁଆର କରୁଛି ଦେଖ ଗୋଟେ ପୂଜାର, ଏତେ ବଡ଼ ଗୋଟେ ପୂଜାର ଏପଟେ ସାଇଜ କରି ଏପଟଟା ଭଲ ଅଛି। ଏପଟେ ଛୁଆର ଗୋଟେ କରୁଛି ଭିକ ମାଇଲା। ହ୍ୟାଲୋ ଗାଇଜ, ମୁଁ ଏଇଠି ବସିଛି, ଆମ ମୁଣ୍ଡଟା ଦେଖାଯାଉଛି। ଆମ ତ ଠିଆ ହେଇଥାନ୍ତେ। ଏଇଠି ବସିଛି ଆମ ତ ଆଉ ଠିଆ ଏଇଠି ହେଇଥାନ୍ତେ। ନାଚୁଛୁ। ଆଉ ମୁଣ୍ଡରୁ ଉକୁଣି କାଢିକି ତାକୁ ଖାଉଛୁ, ଗୋଟେ ଗୋଟେ ପାଟିରେ ପକଉଛୁ ଟାକ୍ ଟାକ୍। ମୁଁ ଉକୁଣି କାଢୁ, ମୁଣ୍ଡ କୁଣ୍ଡେଇ ଯାଉଛି। ମୁଣ୍ଡ କାହିଁ କୁଣ୍ଡେଇ ଯାଉଛି? ଉକୁଣି ହେଇଛନ୍ତି ବୋଲି କୁଣ୍ଡେଇ ଯାଉଛି। ଉପା କାହିଁ କୁଣ୍ଡେଇ ଉପା ହେଇଛି? ମୁଣ୍ଡ କୁଣ୍ଡେଇ ହଉଛୁ। ଆହା ତମେ ଏହାର କେବେ କରିବି ଏଇ ନାକଟା ଛିଡେଇ ଫିଙ୍ଗି ଦବୁ, ସିଆଡେ ଯାଇକି ଧରିଯିବୁ। ମୋ ନାକରେ ଛିଡେଇ ଫିଙ୍ଗିବି, ଛୁଆ ତ ନାକରେ ଫିଙ୍ଗି ଦଉ। ମୋ ନାକଟା ଛିଡେଇ ଫିଙ୍ଗିକି ଛୁଆ ନାକର ଇଏ କରିଦବୁ, ଯୋଡେଇ ଦବୁ। ଛୁଆ ନାକ ଆଣିକି ମୋ ନାକ ଯୋଡେଇ ଦବୁ। ତ ଆମେ ତ ଗାଧେଇକି ଦେଇକି ପୁରା ବାହାରି ସାରିଲୁଣି, ରେଡି ହେଇସାରିଲୁଣି। କିଆଡ଼କୁ ଯିବାର ନାହିଁ, ଖାଲି ଦେଖିବାର ଅଛି ଏମାନେ ସବୁ କିଆଡ଼େ ଗଲେ। ଗାଧେଇ ଦେଇଥିଲେ ଏଥିପାଇଁ ତ ଆସିନାହାନ୍ତି। ଆମର ଦେଖନ୍ତୁ ଆଜି ପୂଜାର ଅଟା, ସିମେଇ, ମଟର, ଚିନି, ଅମୁଲ। କେତେ ଖରା, କିନ୍ତୁ ଏଇ ଖରାର ମୁଁ ଶୁଣି ବସିକି ଚୁଲି ଲଗେଇକି ରୋଷେଇ କରିବି। ଯାଉଛି ବାଡ଼ିକି କାଠ ନେଇ ଆସେ। ଏ ଖରାରେ ଚୁଲି ଲଗେଇକି ରୋଷେଇ କରିବି। ବାଡ଼ିରେ ଯାଇ କାଠ ନେଇ ଆସିନି, ଚୁଲି ଲଗେଇକି ଟିକେ ସିମେଇ କରିଦିଏ। ଏତେ ଖରା, ଏତେ ଗରମ ସାଙ୍ଗମାନେ। ଆମର ମାନେ ଖରା ହେଉଛି ଯେ ମନଟା ବହୁତ ଖୁସି, ହେଲେ ଗରମର ଇଏ ହେଇଯାଉଛି। କାହିଁକିନା କଣ୍ଟିନ୍ୟୁ ପୁରା ଲଗାତାର ବର୍ଷା ହେଇଥିଲା, ମାସେ ହେଲା ବର୍ଷା ହେଲାଣି, ଛାଡ଼ୁନଥିଲା। ତ ପୂଜାର, ଦୁର୍ଗା ପୂଜାର ଯାହା ହଉ ଟିକେ ବର୍ଷା ଛାଡ଼ି ଯାଇଛି, ଖରା କରିଛି। ଆଉ ମନଟା ଖୁସି ଅଛି, ଯେହେତୁ ଛୁଆମାନେ ଟିକେ ଠାକୁର ଦେଖତେ ଯିବେ, ଆଉ ମା ଦୁର୍ଗାକୁ ଟିକେ ଦେଖିବା, ମନଟା ଖୁସି ଅଛି। ଆଉ ଦେଖନ୍ତୁ କେତେ ଜୋର ଖରା କରିଛି। ଆଉ ଏଇ ଖରାର ଆମ ଛେଳି ସେଠି ଶୋଇକି ଢୁଳଉଛୁ, ଶୋଇ ନାହିଁ ଢୁଳଉଛୁ। ଚାଲନ୍ତୁ ଟିକେ ଚୁଲି ଲଗେଇକି ସିମେଇ କରିଦିଏ, ତାପରେ କଥା।